ମୁଁ କାଶତଣ୍ଡି, ଭସାଣୀ ପରର କାଶତଣ୍ଡି ଫୁଲ। ଦଶହରା ସରିଛି, ପେଣ୍ଡାଲରୁ ମାଙ୍କ ମୂର୍ତ୍ତି ଚାଲିଯାଇଛି। ଢୋଲ, ତାସା, ମହୁରୀର ଶବ୍ଦ ଏବେ ଆଉ କାନରେ ବାଜୁନି, କେବଳ ମନ ଭିତରେ ଗୁଞ୍ଜରଣ କରୁଛି। ସମସ୍ତେ ନିଜ ନିଜ ମାଙ୍କୁ ମେଲାଣି ଦେଇ ସାରିଛନ୍ତି। ନଈ ଆଉ ପୋଖରୀର ପାଣିରେ ମିଶିଯାଇଛି ମାଟିର ପ୍ରତିମା ଆଉ ଭକ୍ତର ଅସରନ୍ତି ଆବେଗ। ଆଉ ମୁଁ ସେଇଠି ହିଁ ଅଛି, ସେଇ ନଈ ପଠାରେ, ସେଇ ପବନରେ ଧୀରେ ଧୀରେ ଦୋହଲୁଛି। ଏଇ କିଛି ଦିନ ତଳର କଥା। ମୋର କି ଆଦର ଥିଲା। ଯେତେବେଳେ ମୁଁ ଆଖି ଖୋଲିଲି, ଲୋକମାନେ ମୋତେ ଦେଖି କୁହାକୁହି ହେଲେ, ଦେଖ କାଶତଣ୍ଡି ଫୁଟିଲାଣି, ଏଥର ମା ଆସିବେ। ମୋର ଧଳା ଚାମର ପରି ଦେହକୁ ଦେଖି ସମସ୍ତଙ୍କ ମନରେ ଶରତର ଆଗମନ ଖେଳି ଯାଇଥିଲା। ମୁଁ କେବଳ ଗୋଟେ ଫୁଲ ନଥିଲି, ମୁଁ ଥିଲି ମାଙ୍କ ଆସିବାର ବାର୍ତ୍ତା। ମୁଁ ଥିଲି ପାର୍ବଣର ପ୍ରଥମ ସ୍ପନ୍ଦନ। ସମସ୍ତଙ୍କ ଅପେକ୍ଷା ସହ ମୋ ଅସ୍ତିତ୍ୱ ଯୋଡ଼ି ହୋଇ ରହିଥିଲା। ମୁଁ ନିଜକୁ ଗର୍ବିତ ମନେ କରୁଥିଲି, କାରଣ ମୁଁ ତ ସେହି ଉତ୍ସବର ପ୍ରଥମ ସାକ୍ଷୀ ଥିଲି। ହେଲେ ଆଜି ସବୁକିଛି ଶାନ୍ତ। ଯେଉଁ ଆଖିମାନେ ମୋତେ ଦେଖି ଖୁସିରେ ଚମକି ଉଠୁଥିଲେ, ସେଇ ଆଖି ଆଜି ମୋ ଉପରେ ପଡ଼ୁଛି ସତ, କିନ୍ତୁ ସେଥିରେ କୌଣସି ଭାବନା ନାହିଁ। ଯେମିତି ମୁଁ ଏକ ଅଲୋଡ଼ା ଅଦରକାରୀ ଜିନିଷ। ଉତ୍ସବ ସରିଗଲା, ତେଣୁ ମୋର ଆବଶ୍ୟକତା ବି ସରିଗଲା। ଏବେ ମୋର ଅପେକ୍ଷା ନୁହେଁ, କେବଳ ଉପେକ୍ଷା ହିଁ ସାଥୀ। ମୋତେ ଲାଗୁଛି ମୁଁ ସେଇ ଚିଠି ପରି, ଯାହା ଖବର ଦେଇ ସାରିବା ପରେ ଚିରି ଦିଆଯାଏ। ମୁଁ ସେହି ନିମନ୍ତ୍ରଣ ପତ୍ର ପରି, ଯାହା ଭୋଜି ସରିଗଲା ପରେ ଫିଙ୍ଗି ଦିଆଯାଏ। ମାଙ୍କୁ ସ୍ୱାଗତ କରିବା ପାଇଁ ମୋର ଜନ୍ମ ହୋଇଥିଲା, ଆଉ ତାଙ୍କ ବିଦାୟ ସହିତ ମୋର ମୂଲ୍ୟ ବି ଶେଷ ହୋଇଗଲା। ଏବେ ମୋ ଉପରେ ଶୀତର କାକର ପଡ଼ିବ, ମୋର ଧଳା ପାଖୁଡ଼ା ଝଡ଼ିଯିବେ, ପବନ ମୋତେ ଦୋହଲେଇ ଦେବେ, ଆଉ ମୁଁ ସେଇ ବାଲିରେ ଯାଇ ମିଶିଯିବି। କେହି ମୋତେ ମନେ ରଖିବେନି। ପୁଣି ଆର ବର୍ଷ ମୁଁ ଫୁଟିବି, ପୁଣି ମାଙ୍କ ଆସିବାର ଖବର ଦେବି, ଆଉ ପୁଣି ଥରେ ଏଇ ଉପେକ୍ଷାକୁ ଆପଣେଇ ବି ନେବି। ବୋଧହୁଏ ଏହା ହିଁ ମୋ ଭାଗ୍ୟ, କ୍ଷଣିକର ଆଦର ଆଉ ଚିରନ୍ତନର ଉପେକ୍ଷା।